ମୁଁ ଜଣେ ବିଧାୟକ ଯେ ଆଇ ଏମ୍ ଦି ପାର୍ଟ ଅଫ୍ ଦି ଗଭର୍ଣ୍ଣମେଣ୍ଟ। ମୁଁ ଜଣେ ବିଧାୟକ ହିସାବରେ ଲୋକଙ୍କର ଯେଉଁଟା ସୁବିଧା ହେବ ସେଇଟା ଆମେ କରିବାକୁ ପଡ଼ିବ। ମୁଁ ମାନ୍ୟବର ମନ୍ତ୍ରୀଙ୍କ ସହିତ ବି ଆଲୋଚନା କରିଛି ଏବଂ ମନ୍ତ୍ରୀ ବି ମୋତେ ନିଜେ କହିଛନ୍ତି, ମୁଁ ବି ସେ ଡିସ୍କସନ୍ରେ ଉପସ୍ଥିତ ଥିଲି। ଧନ୍ୟ କୋରାପୁଟ ଜିଲ୍ଲାରେ ଯେଉଁ ପ୍ରାଇଭେଟ୍ ବସ୍ ଯେଉଁଠି ଚାଲିଛି ସେଇଠି ଆମର ଲକ୍ଷ୍ମୀ ବସ୍ ଚାଲିବାର ନାହିଁ। ଯେଉଁଠି ପ୍ରାଇଭେଟ୍ ବସ୍ ଚାଲିନି, ଯେଉଁ ରୁଟ୍ଟା ଖାଲି ଅଛି ସେଇଠି ଲକ୍ଷ୍ମୀ ବସ୍ ଚାଲୁ, କିଛି ଅସୁବିଧା ନାହିଁ। ଏ ପରିସ୍ଥିତିରେ ଆକୁ ତ ପ୍ରାଇଭେଟ୍ ବାଲା ବିରୋଧ କରିବା ଉଚିତ ନୁହଁ। ଯେହେତୁ ବିରୋଧ କରିବା ଉଚିତ ନୁହଁ, ଆଲୋଚନା ଆମେ କରିଛୁ, ମୁଁ ତ ସପୋର୍ଟ କରିଛି। ସେଇଟା ଯେଉଁ ରୁଟ୍ ମାନେ ଖାଲି ଅଛି ସେ ରୁଟ୍ରେ ପ୍ରାଇଭେଟ୍ ବସ୍ ଚାଲେ, ଲକ୍ଷ୍ମୀ ବସ୍ ଚାଲୁ, ଲୋକ ସୁବିଧା ପାଇବେ ଆଉ କମ୍ ପଇସାରେ ବି ଯିବେ। ପ୍ରାଇଭେଟ୍ ବସ୍ ବାଲା ଯେଉଁ ନେଉଛନ୍ତି 2000, 2500, 1500 ଟିକଟ ନେଉଛନ୍ତି ଭୁବନେଶ୍ୱର ଯିବା ପାଇଁ, ସେମାନେ ଶସ୍ତାରେ ଯିବେ, ଗରିବ ଲୋକ ଶସ୍ତାରେ ପହଞ୍ଚିବେ। ଯାଉ ଖାଲି ରୁଟ୍ରେ ତାଙ୍କ ରୁଟ୍ରେ ତ ଯିବେନି, ଖାଲି ରୁଟ୍ରେ ଯିବେ। ସେଥିପାଇଁ କିଏ ଅବଜେକ୍ସନ୍ କରିବା ଆବଶ୍ୟକତା ନାହିଁ। ଯଦି ଅବଜେକ୍ସନ୍ କରିବେ ସତକୁ ନିଷ୍ପତ୍ତି ନିଆଯିବ। ମୁଁ ଜଣେ ବିଧାୟକ ଯେ ଆଇ ଏମ୍ ଦି ପାର୍ଟ ଅଫ୍ ଦି ଗଭର୍ଣ୍ଣମେଣ୍ଟ। ମୁଁ ଜଣେ ବିଧାୟକ ହିସାବରେ ଲୋକଙ୍କର ଯେଉଁଟା ସୁବିଧା ହେବ ସେଇଟା ଆମେ କରିବାକୁ ପଡ଼ିବ।